ସମସ୍ତଙ୍କୁ ମିଳିବ ରାକ୍ଷୀରେ ଟଙ୍କା। ଏହି ବ୍ୟାଙ୍କ ଖାତାକୁ ଯିବନି ସୁଭଦ୍ରା ଟଙ୍କା। ବଡ଼ ଅପଡେଟ୍ ଆସିଲା। ଆପଣ ବି ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି? ଜାଣନ୍ତୁ ବଡ଼ ଅପଡେଟ୍। ଏସବୁ ବ୍ୟାଙ୍କ ଆକାଉଣ୍ଟକୁ ଆସିବନି ସୁଭଦ୍ରା ଟଙ୍କା। ଆମେ ଜାଣିବା କେଉଁ ସବୁ ବ୍ୟାଙ୍କ ଆକାଉଣ୍ଟ ଥିଲେ ଆପଣଙ୍କର ସୁଭଦ୍ରା ଟଙ୍କା ଆସିବ ଆଉ କେଉଁ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ନାହିଁ। ଆଜି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ସୁଭଦ୍ରା ଯୋଜନାର ବଡ଼ ଖବର। ଅଗଷ୍ଟ 9 ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାରୀ ପରିଡ଼ା। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଓ ଦ୍ୱିତୀୟ କିସ୍ତି କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ବେଳେ କିଛି ଜଣ ଏବେ ବି ଅପେକ୍ଷା କରିଛନ୍ତି ଟଙ୍କା କେବେ ଆସିବ ସେ ନେଇ ସେମାନେ ହତାଶ ମଧ୍ୟ ହୋଇଗଲେଣି। ଏହାରି ଭିତରେ ଏକ ବଡ଼ ଅପଡେଟ୍ ବାବଦରେ ସେମାନେ ବୋଧେ ଅବଗତ ହୋଇନାହାନ୍ତି। ସୁଭଦ୍ରା ଯୋଜନା ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତୃତୀୟ କିସ୍ତି ସୁଭଦ୍ରା ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ ବାରମ୍ବାର ସୂଚନା ଦେଇ ଆସୁଛନ୍ତି। ତେବେ କେଉଁମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ ଆସନ୍ତୁ ପୁରା ଜାଣିବା। ସୁଭଦ୍ରା ଯୋଜନା ସେପ୍ଟେମ୍ବର 17ରେ ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ହିତାଧିକାରୀଙ୍କ ଖାତାକୁ ପ୍ରଥମ କିସ୍ତି ଭାବରେ 5,000 ଟଙ୍କା ଆସିଥିଲା। ଦ୍ୱିତୀୟ କିସ୍ତିରେ 5,000 ମଧ୍ୟ ଆସିସାରିଛି। କିନ୍ତୁ କିଛି ଜଣଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଟଙ୍କା ଆସିନାହିଁ। ସେମାନେ ଆପ୍ଲାଏ କରିବାର ଦୀର୍ଘ ଦିନ ବିତିଗଲେ ବି କାହିଁକି ଟଙ୍କା ଆସୁନାହିଁ ସେ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ସୁଭଦ୍ରା ଯୋଜନା ଗତକାଲି ପ୍ରଭାରୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ହଠାତ୍ ଅଗଷ୍ଟ 9 ତାରିଖରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ କରାଯିବ। ସୁଭଦ୍ରା ଯୋଜନା ପ୍ରାୟ 1,88,000 ମହିଳା ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି। ତୃତୀୟ କିସ୍ତି ଟଙ୍କା ପ୍ରଦାନ ପରେ ଏନେଇ ସମୀକ୍ଷା ହେବ। କେଉଁ କାରଣରୁ ସେମାନେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ତାହାର ସମୀକ୍ଷା କରାଯିବ। ସେଥିରୁ ଯୋଗ୍ୟ ମହିଳାମାନଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ପ୍ରଭାରୀ ପରିଡ଼ା। ସୁଭଦ୍ରା ଯୋଜନା କେଉଁ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ଓ କେଉଁ ଖାତାକୁ ଟଙ୍କା ଆସିବ ନାହିଁ। ବ୍ୟାଙ୍କ ଖାତାରେ ଆଧାର ଇକେୱାଇସି ସମସ୍ୟା କିମ୍ବା ଅନ୍ୟ କୌଣସି ଅସୁବିଧା ଯୋଗୁଁ ସରକାରଙ୍କ ତରଫରୁ ଟଙ୍କା ପଠାଯାଇଥିଲେ ମଧ୍ୟ ପହଞ୍ଚିବାରେ ବିଳମ୍ବ ହେବ କିମ୍ବା ଅଟକିଯିବ। ସରକାରଙ୍କ ଅନୁଯାୟୀ ସୁଭଦ୍ରା ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ସୁଭଦ୍ରା ଯୋଜନା ହିତାଧିକାରୀ ପ୍ରଦାନ କରିଥିବା ନିଜ ବ୍ୟାଙ୍କ ଆକାଉଣ୍ଟରେ ସୁଭଦ୍ରା ଟଙ୍କା ଆସିବ। ସେହି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଯେଉଁଥିରେ ଡିବିଟି ସକ୍ଷମ ଥିବ। ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ସୁବିଧା ଥିବା ଖାତାକୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ସରକାର। ଯଦି ଏମିତି ସୁବିଧା ନଥିବ ତେବେ ସେହି ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ। କେବଳ ସେତିକି ନୁହେଁ ଆଧାର ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟକୁ ହିଁ ଟଙ୍କା ଆସିବ। ସୁଭଦ୍ରା ଯୋଜନା ରାକ୍ଷୀ ପୂର୍ଣ୍ଣିମାରେ ଏକାବେଳେ 3ଟି କିସ୍ତିର ସୁଭଦ୍ରା ଟଙ୍କା ହଠାତ୍ 15,000 ଟଙ୍କା ସିଧାସଳଖ ଖାତାକୁ ଆସିବ। ଏକାବେଳେ 3ଟି କିସ୍ତିର ଟଙ୍କା ପାଇବେ ହିତାଧିକାରୀ। ଏମିତି ସୁବିଧା ଘୋଷଣା କରିଛନ୍ତି ରାଜ୍ୟ ସରକାର। ବଡ଼ କଥା ହେଉଛି ଆଗକୁ ଆଉ କିସ୍ତି ଅନୁଯାୟୀ ନୁହେଁ ବରଂ ଏକାବେଳେ ସମସ୍ତ ହିତାଧିକାରୀଙ୍କ ଖାତାକୁ 5,000 ଟଙ୍କା ଲେଖାଏଁ ଆସିବ। ତ ଆପଣମାନଙ୍କର ଯେଉଁ ମନରେ ଗୋଟେ ଦ୍ୱନ୍ଦ୍ୱ ଥିଲା କେଉଁ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ କେଉଁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବନି, ତ ସେମିତି କିଛି ନାହିଁ। ଆପଣଙ୍କମାନଙ୍କର ଯେକୌଣସି ବ୍ୟାଙ୍କ ଆକାଉଣ୍ଟ ଥିଲେ ବି ଆପଣ ଟଙ୍କା ପାଇପାରିବେ। କିନ୍ତୁ ସେ ବ୍ୟାଙ୍କ ଆକାଉଣ୍ଟରେ କେୱାଇସି ହେଇଥିବା ଦରକାର ଆଉ ଆପଣଙ୍କର ଡିବିଟ୍ ଆକ୍ଟିଭ୍ ହେଇଥିବା ଦରକାର। ଡିବିଟ୍ ଆକ୍ଟିଭ୍ ନ ହୋଇଥିଲେ ବ୍ୟାଙ୍କ ଆକାଉଣ୍ଟରେ କେୱାଇସି ନ ହୋଇଥିଲେ ଆପଣଙ୍କର ପଇସା ଅଟକି ଯିବ, ଆପଣଙ୍କୁ ମିଳିବ ନାହିଁ। ତେଣୁ ଆପଣମାନଙ୍କର ଯଦି ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି ଏବେ ହିଁ ଆପଣମାନେ ନିଜ ବ୍ୟାଙ୍କକୁ ଯାଆନ୍ତୁ ଆଉ କେୱାଇସି କରନ୍ତୁ, ଡିବିଟିକୁ ଆକ୍ଟିଭ୍ କରିଦିଅନ୍ତୁ। ଆପଣଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ପଇସା ମିଳିଯିବ। ଏବେ ବି ଆପଣମାନେ ଚାହିଁଲେ ନିଜ ବ୍ୟାଙ୍କ ଆକାଉଣ୍ଟ ଯାଇକି ବ୍ରାଞ୍ଚରେ ବୁଝନ୍ତୁ ଆପଣଙ୍କର କେୱାଇସି ଅଛି କି ନାହିଁ, ଡିବିଟି ଆକ୍ଟିଭ୍ ଅଛି କି ନାହିଁ ବ୍ରାଞ୍ଚରେ ବୁଝନ୍ତୁ। ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଏମିତିକା ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।